ଆଉ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଆଜିର ଦିନରେ ଉପସ୍ଥିତ ସମସ୍ତଙ୍କୁ ଆଜି ଶୁଭ ପ୍ରଭାତର ମୋର ପ୍ରେମପୂର୍ଣ୍ଣ ନମସ୍କାର ଜଣାଏ। ବୋଧେ ଆଜ୍ଞାଙ୍କର କରେଣ୍ଟ ପଳେଇଲା। थैंक यू सॉरी टिको मोर वाईफाई टा करंट पळेला तो डिस्कनेक्ट हे गला। समस्त को मोर प्रेमपूर्ण नमस्कार जनाए। पुणी सुजोग देथिबा प्रभुंकर दासन को स्वतंत्र भावे मोर नमस्कार जनाए। आ विशेष करी मु धन्यवाद दिए प्रभुंकर दास समीर आज्ञा पाई से मते इंट्रोडक्स कले आ मते सुजोग देले। मु आपन ठारे मध्ये अत्यंत धन्यवादी अटे। 2 मिनिट डिस्टर्ब होबो काई करंट जाइतिला आस्तिला मोर इंटरनेट रेस्टोर होउची सेति पाई क्षमा करिवे। आ मु जाने ए समय मानक मध्यरे प्रभु जेते बेले तांको लोक मान संगे कथा होंती शैतान कार्य करे सेति पाई सब सब घटना हुए। तो आमे जेते बेले वाक्य आरंभ कलु संगे संगे लाइन पळेला किंतु प्रभु गौरव पांतु तांको पाई से आमान को व्यवहार करबा पाई चाहंती। आमे ईश्वरंकर वाक्य आड़ को जीवा। मु आपण मान को आज सकाळ पाई मोर हृदयर कृतज्ञता जनाए। ख्रिस्टियन जीवन एक युद्धर जीवन अटे। जेते बेले जने प्रकृत ख्रिस्टियन ता जीवन को आरंभ करे से अनेक संघर्ष दे गति करे। आउ ता जीवन रे संघर्ष मध्यरे केबे सुख अछि आ केबे दुख अछि, केबे अभाव अछि आ केबे अनाटन अछि। ता जीवन एक युद्धर जीवन स्वरूप आई लेखंती लेखक तार 7 अध्यायर एक पदरे आमे जदि देखिबा सेठी एक प्रकार लिखा जाए मनुष्यर जीवन एक युद्धर जीवन। पृथ्वी रे कोन मनुष्यर युद्ध हुए नाही ए प्रकार लिखा जाए। तेबे प्रिय माने ए युद्धर जीवन मध्य संघर्ष करबा को पड़े। कारण शेष समय रे शैतान रो अनेक चातुरी तांको लोक मान को प्रति से घोड़े रखी थाए। किंतु आम मान प्रभु से जीवित अटंती सब बेले आम मान को से जीवन प्रदान करंती आ विजय दियंती। मु आपण मान को देखि अत्यंत खुशी अटे। कारण आ सबुदिन सकाळे आपण माने उपस्थित हेई ईश्वरंकर वाक्य को सुनंती। आ वाक्य रे लिखा जाए
ତାର ପ୍ରଥମ ରାଜାବଳୀ 10 ଅଧ୍ୟାୟର 8 ପଦରେ ଯେ ଦେଶର ମହାରାଣୀ ରାଣୀ ଆସି ଯେତେବେଳେ ତାଙ୍କର ସୁଖ୍ୟାତିକୁ ଦେଲେ, ମୋର କଥା ଶୁଣା ଯାଉଛି କି ଆଜ୍ଞା? ଶୁଭା ଯାଉଛି ଆଜ୍ଞା। ହ୍ୟାଲୋ। ଓ ସାର୍, ଥ୍ୟାଙ୍କ ୟୁ। ଯେତେବେଳେ ଶିବା ଦେଶର ରାଣୀ ଆସିଲେ ତାଙ୍କର ସୁଖ୍ୟାତିକୁ ଦେଖେଇଲେ, ଆଉ ସେ କହିଲେ, ଆଉ ତୁମ ପାଖରେ ଯୋଉ ଲୋକମାନେ ଅଛନ୍ତି ସେମାନେ ଧନ୍ୟ, କାରଣ ସେମାନେ ନିତ୍ୟ ଆଉ ଏଇ ପ୍ରକାର ତୁମ ବାକ୍ୟ, ଈଶ୍ୱରଙ୍କର ବାକ୍ୟରୁ ସେମାନେ ଶୁଣୁଛନ୍ତି। ତେବେ ପ୍ରିୟ ମାନେ, ଆପଣ ମାନଙ୍କୁ ମୁଁ ଧନ୍ୟ ବୋଲିକରି କହେ, କାହିଁକି ଈଶ୍ୱରଙ୍କର ବାକ୍ୟ ସବୁଦିନ ସକାଳେ ଆପଣ ମାନେ ଶୁଣୁଛନ୍ତି, ଆଉ ଆପଣ ମାନେ ଆଶୀର୍ବାଦର ପାତ୍ର ଅଟନ୍ତି। ସେଥିପାଇଁ ମୁଁ ଆପଣ ମାନଙ୍କୁ ଧନ୍ୟବାଦ ଦିଏ। ଏବେ ଆଜିର ମୋର ଧ୍ୟାନ ହଉଛି, ଅଳ୍ପ ସମୟ ମୁଁ ଆପଣ ମାନଙ୍କୁ କହିବାକୁ ଚାହେଁ। ଆଉ ଦ୍ଵିତୀୟ ତିମୋଥୀ ତାର 4 ଅଧ୍ୟାୟର 7 ପଦକୁ ଆମେ ଟିକେ ଧ୍ୟାନ କରିବା। କେହି ଯଦି ପାଇବେ ଦୟାକରି ପଢି ଦିଅନ୍ତୁ। ଦ୍ଵିତୀୟ ତିମୋଥୀ ତାର 4 ଅଧ୍ୟାୟର 7 ପଦ। ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଆଜ୍ଞା, ଦୌଡ଼ିଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ଥ୍ୟାଙ୍କ ୟୁ। ଏଠାରେ ଆଉ ଏ ପ୍ରକାର ଲେଖାଯାଏ ଯେ ମୁଁ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରୁଅଛି, ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡୁଅଛି, ମୁଁ ବିଶ୍ୱାସ ରକ୍ଷା କରିଅଛି। ତିନିଟି କଥା ପ୍ରେରିତ ପାଉଲ ତିମୋଥୀଙ୍କ ନିକଟକୁ ସେ ଲେଖନ୍ତି। ପ୍ରେରିତ ପାଉଲଙ୍କର ପତ୍ର ସମୂହକୁ ଯେତେବେଳେ ଦେଖୁ ଆମେ, ସେ ଅତି ଚ୍ୟାଲେଞ୍ଜିଂ କଥା ସବୁ ସେ ଲେଖନ୍ତି। ବିଶେଷ କରି ପ୍ରେରିତ ପାଉଲଙ୍କର ଲେଖା ଭବିଷ୍ୟତ ପାଇଁ, ଆଗକୁ କଣ କରାଯିବ, ଆଗେ କି ପ୍ରକାର ବିଶ୍ୱାସରେ ବିଶ୍ୱାସୀ ମାନେ ସ୍ଥିର ହେବେ, ଶିଷ୍ୟ ମାନେ ସ୍ଥିର ହେବେ, ଈଶ୍ୱରଙ୍କର କାର୍ଯ୍ୟ କି ପ୍ରକାର ହେବ, ତାହା ତାଙ୍କ ମନରେ ସବୁବେଳେ ଥାଏ। ଆଉ ଏ ଯୋଉ ଦ୍ଵିତୀୟ ତିମୋଥୀକୁ ସେ ଆମେ ଦେଖୁଛୁ, ସେ ଲେଖନ୍ତି, ଏହା ତାଙ୍କ ଜୀବନର ଶେଷ ସମୟର କଥା। 6 ପଦରେ ଯଦି ଆମେ ଦେଖୁ, ତେବେ ସେଠାରେ ଏ ପ୍ରକାର ଲେଖାଯାଏ ଯେ କାରଣ ଏବେ ହିଁ ମୋର ପ୍ରାଣ ଆହୁତି ପରି ଢଳା ଯାଉଅଛି, ମୋର ମହାପ୍ରୟାଣ ସମୟ ଉପସ୍ଥିତ। ସେ ଶେଷ ସମୟରେ ତିମୋଥୀଙ୍କୁ ଆଉ ନିର୍ଦ୍ଦେଶ ଦିଅନ୍ତି ଆଉ କହନ୍ତି ଯେ ମୁଁ ତ ମୋ ସମୟକୁ ବିତେଇଛି, ମୋ ସମୟକୁ ମୁଁ ପ୍ରଭୁଙ୍କ ପାଇଁ ବିତେଇଲି, କିନ୍ତୁ ତୁମକୁ ମଧ୍ୟ ଆଗକୁ ବଢିବାକୁ ପଡିବ। ଏଇ ଯୋଉ ତିନୋଟି କଥା ଅଛି, ମୁଁ ସେ ଭିତରୁ ଗୋଟିଏ କଥାକୁ ମୁଁ ଆପଣ ମାନଙ୍କୁ କହିବି, ତାହା ହଉଛି ମୁଁ ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡୁଅଛି। ତେବେ ଆମେ ବିଶ୍ୱାସୀ ଜୀବନରେ ପ୍ରତ୍ୟେକ ଲୋକ ପାଇଁ ଏକ ଦୌଡର ଆବଶ୍ୟକ। ମୁଁ କହୁଥିଲି, ଏହା ହଉଛି ଦୌଡର ଯୁଦ୍ଧ। ପ୍ରତ୍ୟେକ ଲୋକ ପାଇଁ ଲକ୍ଷ୍ୟ ରହିବା ଆବଶ୍ୟକ ଅଟେ। ପ୍ରେରିତ ପାଉଲ ତିମୋଥୀଙ୍କୁ କହିଲେ, ତୁମ ଲକ୍ଷ୍ୟ ରଖିକରି ଦୌଡ। ଯୁଦ୍ଧରେ ଜୟ ହେବା ପାଇଁ ହେଲେ ଦୌଡିବାକୁ ପଡିବ। ତେବେ ପ୍ରିୟ ମାନେ, ତାର 8 ପଦରେ ସେ ଲେଖନ୍ତି ଯେ ଜଣେ ବ୍ୟକ୍ତି ଯେତେବେଳେ ଦୌଡିବ, ଯେତେବେଳେ ତାର କାର୍ଯ୍ୟକୁ ସମାପ୍ତ କରିବ, ସେତେବେଳେ ସେ ମୁକୁଟ ପାଇବ। ତେବେ ଯଦି ଜଣେ ବ୍ୟକ୍ତି ବିଜୟ ପାଇବ, ସେ ମୁକୁଟ ପାଇବ। ଅନେକ ଲୋକ ତ ଦୌଡନ୍ତି, କିନ୍ତୁ ପ୍ରକୃତରେ ଯିଏ ବିଜୟ ପାଇବ, ସେ ମୁକୁଟ ପାଇବ। ପ୍ରତ୍ୟେକ ଲୋକଙ୍କ ଜୀବନରେ ଦୌଡର ଆବଶ୍ୟକତା ରହିଛି। ଅନେକ ସମୟରେ ଶୈତାନ ଦୌଡ଼ ମଧ୍ୟରେ ବାଧା ଦିଏ, ବିଘ୍ନ ଦିଏ, କଷ୍ଟ ଦିଏ, ଯନ୍ତ୍ରଣା ଦିଏ, କିନ୍ତୁ ସେ ସବୁକୁ ଆମମାନେ ଖାତିର ନ କରି ଖ୍ରୀଷ୍ଟିଆନ ଜୀବନରେ ଆମକୁ ଦୌଡ଼ିବା ଦରକାର, ଆମକୁ ଆଗକୁ ଦେଖିବା ଦରକାର। ଅନେକ ସମୟରେ ସଫଳତା ଅଛି, ଅନେକ ସମୟରେ ବିଫଳତା ଅଛି, ଅନେକ ସମୟରେ ଆମ ଜୀବନରେ କଷ୍ଟ ଅଛି, କିନ୍ତୁ ଆମେ ପଛକୁ ଦେଖିବାକୁ ହବ ନାହିଁ। ଯଦି ଆମେ ଦୌଡ଼ିବା ଜୀବନରେ ଆମେ ଦେଖୁଛୁ, ଏ ଦୌଡ଼ ଜୀବନରେ ଗତ 11 ମାସ, ଆଜି ପ୍ରାୟ 20 ତାରିଖ ହେଇଗଲା, ତ 11 ମାସ ମଧ୍ୟରେ ଆମର ଦୌଡ଼ର କି ପ୍ରକାର ଦୌଡ଼ ଥିଲା, ଆମମାନଙ୍କର ସଫଳତା, ଆମମାନଙ୍କର ବିଫଳତାକୁ ଯେତେବେଳେ ଆମେ ଅନେଇବା, ସେତେବେଳେ ଆମେ ଇଭାଲୁଏସନ କରି ଆମେ ଜାଣିବା ଯେ ଆମ ଦୌଡ଼ର ଆମେ କେତେ ସଫଳତା ପାଇଛୁ। ହୁଏତ କାହାକୁ 30 ବର୍ଷ, କାହାକୁ 40 ବର୍ଷ, କାହାକୁ 50 ବର୍ଷ ମଧ୍ୟ ଆମମାନଙ୍କ ଜୀବନ ଯାପନ କାଟୁଛୁ, କିନ୍ତୁ ଆମମାନଙ୍କ ଜୀବନରେ କେତେ ସଫଳତା ପାଇଛୁ। ତେବେ ଯୋଉମାନେ ସଫଳ ପାଆନ୍ତି, ସେମାନଙ୍କୁ ସେ ମୁକୁଟ ଦିଅନ୍ତି,
ସେମାନଙ୍କୁ ସେ ଆଶୀର୍ବାଦ କରନ୍ତି, ତେବେ ସଫଳତା ଆମର ନୁହେଁ, ସଫଳତା ପ୍ରଭୁଙ୍କର ଅଟେ। ଯେତେବେଳେ ଆମେ ପ୍ରଭୁଙ୍କୁ ଲକ୍ଷ୍ୟ କରୁ ସେତେବେଳେ ପ୍ରଭୁ ସଫଳ ଦିଅନ୍ତି। ବେଳେ ବେଳେ ଆମେ ଆମ ଜୀବନରେ ସଫଳ ହେବା ପାଇଁ ଅନେକ କାର୍ଯ୍ୟ କରିଥାଉ, କିନ୍ତୁ ସଫଳ ଆମ ଠାରୁ ଆସେ ନାହିଁ, ସଫଳ ଈଶ୍ୱରଙ୍କ ଠାରୁ ଆସେ। ପ୍ରେରିତ ପାଉଲ ତାଙ୍କ ଆଉ ଲେଖାରେ ସେ ପ୍ରାୟ 3-4 ଜଣଙ୍କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା କହନ୍ତି। ପ୍ରଥମ ଜିନିଷ ହଉଛି, ଆଜି ଆମେ ଦୌଡ଼ କଥା ଦେଖୁଛୁ, ଏ ଦୌଡ଼ କଥାକୁ ଖେଳାଳି ସାଙ୍ଗେ ସେ ଆଉ ସେ ସମାନ କରନ୍ତି। ଆଉ ଗୋଟେ କଥା ଲେଖାଯାଏ, ସେ କୃଷକଙ୍କୁ ମଧ୍ୟ ସେ ଉଦାହରଣ ଦିଅନ୍ତି, ସେ ସୈନିକଙ୍କୁ ମଧ୍ୟ ଉଦାହରଣ ଦିଅନ୍ତି, କିନ୍ତୁ ଏ ସମସ୍ତ ବିଷୟରେ ତାଙ୍କର ପୁରସ୍କାର ଶେଷରେ ରହିଅଛି। ଜଣେ କୃଷକ ଯେତେବେଳେ ସେ ଚାଷ କରେ ଶେଷରେ ତାର ଫଳ ପ୍ରାପ୍ତ ହୁଏ। ଜଣେ ସୈନିକ ଯେତେବେଳେ ସେ ସୈନ୍ୟ କାମ କରେ ସେତେବେଳେ ରାଜାଙ୍କ ଠାରୁ, ଶାସନକର୍ତ୍ତାଙ୍କ ଠାରୁ ପୁରସ୍କାର ପ୍ରାପ୍ତ ହୁଏ। ତେବେ ପ୍ରିୟ ମାନେ, ଏଇ ଖ୍ରୀଷ୍ଟିଆନ ଜୀବନରେ ଆମେ ଯେତେବେଳେ ଦୌଡୁଛୁ ସେତେବେଳକୁ ଆମମାନଙ୍କୁ ସାହସର ଆବଶ୍ୟକ, ଆମମାନଙ୍କୁ ଲକ୍ଷ୍ୟର ଆବଶ୍ୟକ, ଆମମାନଙ୍କୁ ଦୂରଦୃଷ୍ଟିର ଆବଶ୍ୟକ। ସେଥିପାଇଁ ଏ ସମସ୍ତ ନେଇ ଆମେ ଦୌଡ଼ିବାକୁ ପଡିବ। ଫେଲୁର ଅଛି, ସକ୍ସେସ ଅଛି, ଅନେକ କଷ୍ଟ ଅଛି, ଦୁଃଖ ଅଛି, କିନ୍ତୁ ପଛକୁ ଅନେଇବାକୁ ହବ ନାହିଁ। ତେବେ ଏ ଦୌଡ଼ ଆମମାନଙ୍କର ଖ୍ରୀଷ୍ଟିଆନ ଦୌଡ଼ରେ ମୁଁ 7 ପଏଣ୍ଟ ଆପଣ ମାନଙ୍କୁ କହିକି ମୁଁ ସରେଇବି। ଆଉ ପ୍ରଥମେ ଆମେ ଦେଖିବା ଏଭ୍ରି 12 ତାର 1 ଅଧ୍ୟାୟକୁ ଆମେ ଟିକେ କେହି କାଢିବା, ଆଉ କେହି ଜଣେ ମତେ ପଢି ସାହାଯ୍ୟ କରିବେ। ଏଭ୍ରି 12ର 1 ପଦ ଅତଏବ ଟିକେ ଶୀଘ୍ର ଏଠି ପଢିଲେ ବୃହତ୍ ମେଘ ତୁଲ୍ୟ ଶୀଘ୍ର ସରିବା। ସାକ୍ଷୀମାନଙ୍କ ଦ୍ଵାରା ବେଷ୍ଟିତ ହେବାରୁ ଆସ, ଆମେମାନେ ପ୍ରତ୍ୟେକ ଭାର ଓ ସହଜରେ ବଣ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧଦାତା ଯୀଶୁଙ୍କ ଲକ୍ଷ୍ୟ ଧରି ଧୈର୍ଯ୍ୟ ସହକାରେ ଆମମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ଥ୍ୟାଙ୍କ ୟୁ। ତେବେ ଏଭ୍ରି 12 ଅଧ୍ୟାୟକୁ ଯେତେବେଳେ ଆମେ ଦେଖୁଛୁ ସେଠାରେ 1 ପଦରେ এই ପ୍ରକାର ଲେଖାଯାଏ, ବିଶ୍ୱାସର ସିଦ୍ଧିଦାତା ମାନଙ୍କ କଥା। ଯୋଉମାନେ ବିଶ୍ୱାସରେ ଦୌଡ଼ିଛନ୍ତି, ସିଦ୍ଧି ଲାଭ କରିଛନ୍ତି, ବିଜୟ ଲାଭ କରିଛନ୍ତି, ସେମାନଙ୍କର କଥା ଏଭ୍ରି 11 ଅଧ୍ୟାୟରେ ବର୍ଣ୍ଣନା କରାଯାଏ। ତାର 1 ପଦରେ ଠିକ ଆମେ ଦେଖୁଛୁ, ସେ କହୁଛନ୍ତି ଯୋଉମାନେ ଦୌଡୁଛନ୍ତି ସେମାନେ ଧୈର୍ଯ୍ୟର ସହିତ ଦୌଡୁଛନ୍ତି। ମୋର ପ୍ରଥମ ପଏଣ୍ଟ ରହିବ, ଜଣେ ଦୌଡାଳି ତା ଜୀବନରେ ଧୈର୍ଯ୍ୟର ସହିତ ଦୌଡ଼ିବାକୁ ପଡିବ। ଯଦି ଧୈର୍ଯ୍ୟର ସହିତ ନ ଦୌଡ଼ିବ ସେ ତାର ନିରୂପିତ ପଥରେ ପହଞ୍ଚି ପାରିବ ନାହିଁ। ଧୈର୍ଯ୍ୟ ନିହାତି ଆବଶ୍ୟକତା ଅଟେ। ଖ୍ରୀଷ୍ଟିଆନ ଜୀବନ ଏକ ଧୈର୍ଯ୍ୟର ଜୀବନ। ଦୁଃଖ ଆସୁ, କଷ୍ଟ ଆସୁ, ଅଭାବ ଆସୁ, ଅନାଟନ ଆସୁ, ଆମ ଜୀବନରେ ଆମେ ଧୈର୍ଯ୍ୟ ଧରିବାକୁ ପଡିବ। ବିନା ଧୈର୍ଯ୍ୟରେ ଆମ ଲକ୍ଷ୍ୟରେ ଆମେ ପହଞ୍ଚି ପାରିବା ନାହିଁ। ଅନେକ ଲୋକ ଦୌଡ଼ିଛନ୍ତି, ଅନେକ ଲୋକ ତାଙ୍କ ଜୀବନକୁ ଦେଇଛନ୍ତି, କିନ୍ତୁ ଅଧା ବାଟରେ ରହିଯାଇଛନ୍ତି। ଅନେକ ଲୋକ ତାଙ୍କ ଜୀବନକୁ ସମର୍ପିତ କରିଛନ୍ତି, ପହଞ୍ଚିବାରୁ ସେମାନେ ନିବୃତ୍ତ ହୁଅନ୍ତି। ତେଣୁ ପ୍ରେରିତ ପାଉଲ ଇନଷ୍ଟ୍ରକ୍ସନ ଦିଅନ୍ତି ତିମୋଥୀଙ୍କୁ। ଆଜି ଆମମାନଙ୍କ ପାଇଁ ମଧ୍ୟ ସେ ଇନଷ୍ଟ୍ରକ୍ସନ ଅଛି ଯେ ଆମମାନେ ଯେତେବେଳେ ଦୌଡୁଛୁ ଧୈର୍ଯ୍ୟର ସହିତ ଦୌଡ଼ିବାକୁ ପଡିବ। ଏ ପାଖ ସେ ପାଖକୁ ଅନେଇବାକୁ ହବ ନାହିଁ, ଲକ୍ଷ୍ୟ ସ୍ଥଳକୁ ପହଞ୍ଚେଇବାକୁ ପଡିବ। ମୁଁ ଉତ୍କୃଷ୍ଟ ପକ୍ଷୀର କଥା ଗୋଟେ ଦେଖୁଥିଲି କମେଣ୍ଟ୍ରିରେ, ଯେ ଉତ୍କୃଷ୍ଟ ପକ୍ଷୀର ଆଉ ତାର ଗମନାଗମନ ମଧ୍ୟରେ ଧୈର୍ଯ୍ୟ ହଉଛି ଏକ ଚିହ୍ନ। ସେ ଯେତେବେଳେ ତାର ଲକ୍ଷ୍ୟସ୍ଥଳକୁ ପହଞ୍ଚିବାକୁ ହେଲେ ସେ ବାମ କି ଡାହାଣକୁ ଦେଖେ ନାହିଁ, ସେ ସିଧା ଦେଖେ, ଧୈର୍ଯ୍ୟର ସହିତ ସେ ଦୌଡେ। ଆଉ ଝଡ ଆସୁ, ଝଞ୍ଜା ଆସୁ, କଷ୍ଟ ଆସୁ, ଦୁଃଖ ଆସୁ, ସେ କେବେ ଭୟ କରେ ନାହିଁ। ପ୍ରିୟମାନେ, ଖ୍ରୀଷ୍ଟିଆନ ଜୀବନରେ ଦୁଃଖ ତ ଅଛି, ଝଡ ତ ଅଛି, କିନ୍ତୁ ଆମ ଧୈର୍ଯ୍ୟକୁ କେବେ ଆମେ ହରେଇବାକୁ ହେବ ନାହିଁ। ଏଇଠି ଆମେ ଦେଖୁଛୁ ଜଣେ ଝିଅକୁ ବା ଜଣେ ଛୁଆକୁ ସେମାନେ ହସ୍ପିଟାଲରେ ରଖିଛନ୍ତି, ତଥାପି ସେମାନେ ଆଜି ଆମ ଜୁମରେ ଜଏନ କରିଛନ୍ତି। ଧୈର୍ଯ୍ୟ ଦରକାର ଆମମାନଙ୍କ ପାଇଁ। ରାତାରାତି କୌଣସି ଜିନିଷ ହେଇଯାଏ ନାହିଁ। ଅନେକ ସମୟରେ ଆମେ ଖ୍ରୀଷ୍ଟିଆନ ଲୋକମାନେ
विशेष करी भाबु जे आज प्रार्थना कले काल की मिल जिवो हमको मिल जाओ किंतु प्रिय माने सांगे सांगे कौन जिनस हुए ना ईश्वर आम धैर्य को परीक्षा करती आम जो 11 अध्याय रे जेते लोक को भी आम देखु से लिस्ट रे जे समस्ते धैर्य धरिथिबा व्यक्ति मान अनेक समय अपेक्षा करिसंती मसा को अनेक समय अपेक्षा करने को पड़ा मिसर रे से जदि बा राजगृह रे थिले 40 वर्ष पर्यंत धैर्यर सहित से प्रांतर रे शुशुर घर थिले धैर्यर सहित मेंढापल चराउथिले जड़े राजकुमार आसी जंगल मध्य रहीबाटा केते कष्ट किंतु समस्त दुख कष्ट सही से जंगल मध्य गति कले से आपण शुशुर मेषपल चराउथिले तांकर धैर्यर फल ईश्वर तांकु देले बुदा मध्य कथा कहिले प्रिय माने हमें जिते धैर्य धरू परमेश्वर आम मान को से आशीर्वाद करिवे तेबे ए धैर्य रे आम 11 अध्याय देखुचु जे केते महिला थिले केते पुरुष थिले केते आउ लोक बाहरी तिर जो मान को मध्य अनेक लोक रास्ता रे मरी गले केवल 2 लोक ही किनान देश रे पहुंची पारिले तेबे आम जीवन रे आम लक्ष्य रे पहुंचीबा पाइले मुकुट पाइबा पाइले आम दौड़ रे धैर्य आवश्यकता रही आमे जानू आमे केते धैर्यशील आमे जानू आमे केते निजकू सुशिक्षित करचु आपनार कार्य रे किंतु परमेश्वर सबुले चाहती आमे सबुले धैर्यशील हेबा प्रिय माने आज आपण को मो पाई गोटे आपण मो पाई गोटे प्रश्न तेबे आम जीवन रे आमे केते सफल आम जीवन रे आमे केते धैर्यशील आम दौड़ रे आमे केते धैर्यवान उठू जिते आमे धैर्यवान उठू सेते बेले प्रभु आम मान को साहाय्य करिवे धैर्यर साहित्यिक शब्द होची दुख आउ सुख सहिबार शक्ति आ अनुकूल जने मोर लोक थिले से मरी गले से मते कहउथिले जे बाबू धैर्यर प्रकृत अर्थ कौन से मते कहउथिले दुख आ सुख सहिबार शक्ति को धैर्य बोली कहती क्रिस्टियन जीवन कि आम गीत रे गोटे अच्छी कोरापुटिया गीत बोधे सीटा ख्रीष्टीय जीवन सुना परी जीवन हीरा परी जीवन टाइप रो गीत किंतु ख्रीष्टीय जीवन एक धैर्यर जीवन एक आशीर्वाद जीवन तेबे प्रिय माने आज मु आपण मान को आह्वान देबा को चाहे हम मान दौड़ रे धैर्यर आवश्यकता अटे 2 नंबर आम मानकर दौड़ रे लक्ष्यर आवश्यकता अटे प्रथम करंत्य 9:24 ରୁ 24 के जने काढी मते पढ़ी दियंतु प्रथम करंत्य 9:24 आउरी 26 24 ରୁ 24 जो माने रंगभूमि रे दौड़ंती से माने समस्ते दौड़ंती सत किंतु केवल जणे जे पण पाए ଏହା कि तुम्हे माने जानो नाही तुम्हे माने जेपरि पण पाइबो एथिपाई सही परि दौड़ जे केही क्रीड़ा रे प्रतिद्वंदिता करे से समस्त विषय रे परिमित भोगी हुए से माने क्षयणीय मुकुट पाइबा निमंते ताहा करंती मात्र आम्भे माने अक्षय मुकुट पाइबा निमंते ताहा करू अतएव मु दौड़ू अछि किंतु बिना लक्ष्य रे नुहे मु मुष्टियुद्ध करूअछि किंतु शून्य को आघात करिबा लोक परि नुहे थैंक यू तेबे आम दौड़ रे एक लक्ष्य रहिबा आवश्यक अटे एठारे प्रेरित पाउल ए प्रकार कहंती जे आमे जेतेबेले दौड़ुचु एक लक्ष्य नै कि आमे दौड़िबार आवश्यक अटे हमर जो दौड़ रे केतोटी जिनिस से कहंती प्रथम जिनिस से कहउछन सेठ जे आमे परिमित कोन मेंटेनेंस करबा आवश्यक अटे जे आम जने दौड़ाली तार खाद्य तार पानीय तार स्वास्थ्य को से सब बेले कौन करे ना से मेंटेनेंस करे जने प्रभुंकर लोक आमे कौन करबार छी जे आम दौड़ लक्ष्य रखिबा आवश्यक अटे लक्ष्य रे पहुंचीबा पाई हेले आम मान को समस्त प्रकार आ कोन आ आम मानकर दौड़ को व्याघात करबा जिनिस ठारू आम मान को दूरे रहिबा को पड़िबो ए दौड़ समस्ते दौड़ी पारंती नाही दौड़ रे प्रलोभन अच्छी दौड़ रे
ଆଶା ଅଛି, ଦୌଡ଼ରେ କଷ୍ଟ ଅଛି, ଦୌଡ଼ରେ ଦୁଃଖ ଅଛି। ସେଥିପାଇଁ ପ୍ରେରିତ ପାଉଲ କହିଲେ ମୁଁ ଯେତେବେଳେ ଦୌଡୁଛି କୌଣସି ପ୍ରକାର ଗୋଟେ ବିନା ଲକ୍ଷ୍ୟରେ ନୁହେଁ, ଶୂନ୍ୟକୁ ଆଘାତ କରିବା ପରି ନୁହେଁ, କି କୌଣସି ପୁରସ୍କାର ବିହୀନ ନୁହେଁ। ମୁଁ ଦୌଡୁଛି ଏଥିପାଇଁ ଯେ ମୁଁ ପଣ ପାଏ। ମୁଁ ଯେତେବେଳେ ପଣ ପାଏ, ପଣ ଅର୍ଥାତ୍ ମୁକୁଟ ପାଏ, ପୁରସ୍କାର ପାଏ, ରିୱାର୍ଡ ବୋଲି ଇଂଲିଶରେ ଲେଖାଯାଏ, ପୁରସ୍କାର ପାଏ, ସେଥିପାଇଁ ଦୌଡୁଛି। ତେବେ ଜଣେ ଦୌଡ଼ାଳି ତାର ଲକ୍ଷ୍ୟକୁ ସ୍ଥିର କରିବା ଆବଶ୍ୟକତା ଅଟେ। ଆଉ ଥରେ ମୁଁ କହିବା ପାଇଁ ଚାହେଁ, ଉତ୍କୃଷ୍ଟ ପକ୍ଷୀ ତାର ଲକ୍ଷ୍ୟ ପ୍ରାୟ 7 କିଲୋମିଟର ପର୍ଯ୍ୟନ୍ତ ରଖେ। ସେ ଯେତେବେଳେ ଶିକାର କରେ ତାର ଆଉ ଖାଦ୍ୟକୁ ସେ ସମୁଦ୍ରର ମାଛକୁ ଅନାଏ, ସେ 7 ମାଇଲ ଦୂରରୁ ସେ ଦେଖେ, ଆଉ ତାର ପରପାର୍ଶ୍ୱ ବିଷୟ ସେ ଦେଖେ ନାହିଁ। ତେବେ ଖ୍ରୀଷ୍ଟିଆନ ଜୀବନ ଏକ ଦୌଡ଼ର ଜୀବନ, ଏକ ଆଥଲେଟିକ୍ସର ଜୀବନ। ଆଉ ସେଥିପାଇଁ ଆମମାନଙ୍କୁ ଦୌଡ଼ିବାକୁ ପଡିବ ଏକ ଲକ୍ଷ୍ୟ ନେଇ। ଆମେ ଯେତେବେଳେ ଇସ୍ରାଏଲ ଲୋକମାନଙ୍କର କଥା ଦେଖୁ, ଆଉ କେହି ଜଣ ମୋ ପାଇଁ କାଢି ପଢିଦେବେ 2 ବିବରଣୀ 2:1 ଆଉ 2 ପଦକୁ ଦୟାକରି ପଢନ୍ତୁ। ଅନନ୍ତର ମୋ ପ୍ରତି କଥିତ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ଆମ୍ଭେମାନେ ଫେରି ସୁଖ ସମୁଦ୍ର ପଥ ଦେଇ ପ୍ରାନ୍ତର ଆଡେ ଯାତ୍ରା କଲୁ। ପୁଣି ସେଇର ପର୍ବତ ବୁଲି ଆସିବାକୁ ଆମମାନଙ୍କୁ ଅନେକ ଦିନ ଲାଗିଲା। ତ ସଦାପ୍ରଭୁ ମତେ କହିଲେ, ତୁମ୍ଭେମାନେ ଆଜ୍ଞା, ଯଥେଷ୍ଟ କାଳ ଏହି ପର୍ବତ ବୁଲିଅଛ, ଏବେ ଉତ୍ତର ଦିଗକୁ ଫେର। ତେବେ ଏଠି ଆମେ ଦେଖୁଛୁ ଇସ୍ରାଏଲ ଲୋକମାନେ ଯେତେବେଳେ ଯାତ୍ରା କରୁଛନ୍ତି ତାଙ୍କର ଲକ୍ଷ୍ୟ କଥା। କେହି କେହି କହନ୍ତି ଇସ୍ରାଏଲ ଲୋକମାନଙ୍କର ମିଶର ଠାରୁ କେନାନକୁ 11 ଦିନର ଯାତ୍ରା ଥିଲା। କେହି କେହି କହନ୍ତି 40 ଦିନର ଯାତ୍ରା ଥିଲା। ବିଭିନ୍ନ ଲୋକଙ୍କର ବିଭିନ୍ନ ମତ, କିନ୍ତୁ ବାଇବେଲରେ ମଧ୍ୟ 40 ଦିନ ବୋଲିକି ଲେଖାଯାଏ। ତେବେ ଇସ୍ରାଏଲ ଲୋକମାନେ ଯେତେବେଳେ ସେମାନେ ଯାଉଛନ୍ତି, ଯାଉ 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 ସେମାନେ ଗୋଟିଏ ପର୍ବତରେ ଅଟକି ଗଲେ। ପ୍ରାୟ 40 ବର୍ଷ ସେମାନେ ଅଟକି, ସେମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲେ ନାହିଁ। କାରଣ ସେମାନଙ୍କର ଲକ୍ଷ୍ୟ ଏଇ ପ୍ରକାର ଥିଲା ଯେ ସେମାନଙ୍କର ଲକ୍ଷ୍ୟକୁ ସେମାନେ ଧରି ପାରିଲେ ନାହିଁ। ସେଟା ଲେଖାଯାଏ ଗୋଟିଏ ପର୍ବତରେ ଅନେକ ବର୍ଷ ସେମାନେ ଘୁରିଲେ 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 ଆଉ ରହିଲେ। ପ୍ରିୟମାନେ, ଲକ୍ଷ୍ୟ ନଥିଲେ କେହି ମଧ୍ୟ ଆପଣା ଲକ୍ଷ୍ୟ ସ୍ଥଳକୁ ସଠିକ ସମୟରେ ପହଞ୍ଚି ପାରିବ ନାହିଁ। ଆମେ ଯେତେବେଳେ ଦେଖୁଛୁ ନୂତନ ନିୟମରେ ଲେଖାଯାଏ ଯେ ଆଉ ରାଜାଙ୍କ ପାଖକୁ ଯେତେବେଳେ ଯାଉଛନ୍ତି, ଯୀଶୁଙ୍କ ପାଖକୁ ଯେତେବେଳେ ଯାଉଛନ୍ତି, ଯୀଶୁ ରାଜାଙ୍କ ପାଖକୁ ଏଇ ପଣ୍ଡିତ ମାନେ, ସେମାନଙ୍କର ଲକ୍ଷ୍ୟ ଥିଲା ତାରାକୁ ଦେଖିକି ଗୁହାଳକୁ ଯିବେ। ସେମାନେ ତାରାକୁ ଦେଖିକିରି ଯୀଶୁଙ୍କ ପାଖରେ ପହଞ୍ଚିବେ। କିନ୍ତୁ ସେମାନଙ୍କର ଏ ପ୍ରକାର ଏକ ଭୁଲ ବୁଝାମଣା ହେଲା, ସେମାନଙ୍କର ଲକ୍ଷ୍ୟରେ ତ୍ରୁଟି ହେଲା ଯେ ସେମାନେ ତାରା ସ୍ଥଗିତ ହେବା ପରେ ରାଜାଙ୍କ ହେରୋଦ ରାଜାଙ୍କ ଘରକୁ ଯାଇକରି ପହଞ୍ଚିଲେ। ତେବେ ଜଣେ ଦୌଡ଼ାଳି ତାକୁ ଲକ୍ଷ୍ୟ ଠିକ ଥିବାକୁ ପଡିବ। ପ୍ରଥମ କଥା ମୁଁ କହିଲି ଧୈର୍ଯ୍ୟ ଧରିବାକୁ ପଡିବ। ଦ୍ୱିତୀୟ କଥା ତାର ଲକ୍ଷ୍ୟ ଠିକ ରଖିବାକୁ ପଡିବ, ତେବେ ଯାଇ ତାର ସମୟରେ ସେ ପହଞ୍ଚି ପାରିବ। ବହୁତ ଦିନ ତଳେ ମୁଁ ଗୋଟେ ଜର୍ନାଲ ପଢୁଥିଲି ଯେ 400 ମିଟର ରନ ରେ ଆଉ କିଛି ଲୋକ ସେମାନେ ଦୌଡ଼ିବା ପାଇଁ ବୋଲିକରି ବାହାରିଲେ। ଯେତେବେଳେ ବାହାରିଲେ ସେତେବେଳେ ଜଣେ ଲୋକ ବହୁତ ଶୀଘ୍ର ଦୌଡୁଥାଏ। ସେ ଦୌଡୁ 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 ସାଇଡରେ ଥିବା ଲୋକ ଗୋଟେ ସୁନା ଚେନ୍ ଧରିଥାଏ, ଆଉ ସେ ଚେନ୍ ପକେଇଦେଲେ। ଚେନ୍ ପକେଇଦେଲା ବେଳକୁ ସେ ଯୋଉ ଲୋକ ପ୍ରଥମ କରି ଦୌଡୁଥିଲା ତାର ଦୃଷ୍ଟି ସେ ସୁନା ଚେନ୍ ଉପରେ ହେଲା। ଜଷ୍ଟ ସେ ତାକୁ କାଢିବି ବୋଲିକରି ଭାବିଲା, ସେତେବେଳକୁ ପଛ ଲୋକ ଆଗ ଦୌଡିକି ପଳେଇଲେ। ଲକ୍ଷ୍ୟ ବିହୀନ। ଲକ୍ଷ୍ୟ ଥିଲା ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା, କିନ୍ତୁ ସୁନାକୁ ଦେଖିଦେଲା ପରେ ତାର ମୁଣ୍ଡ ସେ ତଳକୁ ଅନେଇଲେ। ପ୍ରିୟମାନେ, ଶୈତାନ ଅନେକ ସମୟରେ ଆମ ଲକ୍ଷ୍ୟକୁ ବିଚ୍ୟୁତ କରିବ, ଅନେକ ସମୟରେ ଆମ ଲକ୍ଷ୍ୟକୁ ସେ ନଷ୍ଟ କରିବ। କିନ୍ତୁ ଖ୍ରୀଷ୍ଟୀୟ ଜୀବନରେ ଏକ ସୁରକ୍ଷିତ ଲକ୍ଷ୍ୟ ହେବା ଦରକାର। ଆମେ ଠିକ ସମୟରେ ଆମେ ଠିକ ଜାଗାରେ ପହଞ୍ଚିବା ପାଇଁ ହେଲେ ଆମର ଲକ୍ଷ୍ୟ ଏପଟୁ ସେପଟୁ ନେଇ ସିଧା ଜାଣରେ ରହିବାର ଆବଶ୍ୟକ ରହିଅଛି। ତୃତୀୟ କଥା, ପ୍ରେରିତ ପୁସ୍ତକ ତାର 20 ଅଧ୍ୟାୟର 24 ପଦ ପଢିଦିଅ ମା, କିଏ କହୁଥିଲେ? କିନ୍ତୁ ମୁଁ ଯେପରି ମୋହର ନିରୂପିତ ପଥର ଶେଷ ପର୍ଯ୍ୟନ୍ତ ଦୌଡ଼ି ପାରେ, ଆଉ ଈଶ୍ୱରଙ୍କ ଅନୁଗ୍ରହର ସୁସମାଚାର ପକ୍ଷରେ ସାକ୍ଷ୍ୟ ଦେବା ନିମନ୍ତେ
ଯେଉଁ ସେବାର କାର୍ଯ୍ୟ ପ୍ରଭୁ ଯୀଶୁ ପ୍ରଭୁ ଯୀଶୁଙ୍କ ଠାରୁ ପାଇଅଛି ତାହା ସମ୍ପୂର୍ଣ୍ଣ କରିପାରେ। ଏଥିପାଇଁ ମୁଁ ଆପଣା ପ୍ରାଣକୁ ପ୍ରିୟ ଜ୍ଞାନ ନ କରି ତାହା ନଗଣ୍ୟ ମନେ କରୁଅଛି। ତେବେ ଖ୍ରୀଷ୍ଟୀୟ ସେବାରେ ଖ୍ରୀଷ୍ଟୀୟ ଜୀବନରେ ଦୌଡ଼ିବା ପାଇଲେ ଜଣେ ବ୍ୟକ୍ତି ପୁରସ୍କାର ପାଇଲେ ଆପଣଙ୍କୁ ଅପ୍ରିୟ ଜ୍ଞାନ ମନେ କରିବାକୁ ପଡିବ। ଆପଣ ପ୍ରାଣକୁ ପ୍ରିୟ ଜ୍ଞାନ କରିବାକୁ ପଡିବ। ତେବେ ସେବାରେ ଆମମାନଙ୍କୁ ଅନେକ ସମୟରେ ଆମମାନଙ୍କୁ କଷ୍ଟ ଆସିଥାଏ। ତେବେ ଏଠାରେ ଲେଖାଯାଏ ଆଉ ଯେ ଜଣେ ସେବକ ତା ଜୀବନରେ ତା ପ୍ରାଣକୁ ନଗଣ୍ୟ ମନେ କରିବାର ଅଛି, ପ୍ରଜ୍ଞାନ ମନେ କରିବାର ଅଛି। ସେବକ ମାନେ ଆମେ ଯେତେ ପ୍ରଭୁଙ୍କୁ ଜାଣିଥିବା ଲୋକମାନେ, ଆମେ ମଣ୍ଡଳୀର ବିଶ୍ୱାସୀ ମାନେ ଆମେ ଅନେକ ସମୟରେ ଆମେ ଭାବୁ ଯେ ସେବା କେବଳ ପ୍ରଚାର କରିବା ହିଁ ସେବା, କେବଳ ଆମମାନେ ପତ୍ରିକା ବାଣ୍ଟିବା ହିଁ ସେବା, ଆମମାନେ କେବଳ ବାଇବେଲ ଧରି କହିବା ହିଁ ସେବା। କିନ୍ତୁ ପ୍ରିୟ ମାନେ ସେଇ ପ୍ରକାର ନୁହେଁ। ଜଣେ ସେବା ହଉଛି ଯେ ଆପଣାକୁ ଛୋଟ ମନେ କରିବା, ଆପଣାକୁ ଈଶ୍ୱରଙ୍କ ସହିତ ସମ୍ପର୍କ ରଖିବା, ନଗଣ୍ୟ ମନେ କରିବା ଆଉ ସେବା, ଆଉ ଏଇ ପ୍ରକାର ସବୁ ହଉଛି ସେବା। ତେବେ ଏଠାରେ ଆଉ ଲେଖାଯାଏ ଏଇ ପ୍ରକାର ଯେ ଜଣେ ସେବକ ସେ ନିଜକୁ ପ୍ରିୟ ଜ୍ଞାନ, ନିଜ ପ୍ରାଣକୁ ପ୍ରିୟ ଜ୍ଞାନ କରି ଆଉ ତାହା ନଗଣ୍ୟ ମନେ କରୁଅଛି, ନଗଣ୍ୟ ମନେ କରିବା ଉଚିତ। ସେ କେବେ ବି ନିଜକୁ ଶ୍ରେଷ୍ଠ ଜଣେ ସୁଶିକ୍ଷିତ ବୋଲିକି ଲୋକ ବୋଲି ଭାବିବା ହବ ନାହିଁ। ତେବେ ଆମେ ଏଠି ଦେଖୁଛୁ ଯେ ଆମ ଦୌଡ଼ରେ ଯୀଶୁଙ୍କୁ ଆଗରେ ରଖିବା ଦରକାର। ଆମ ଦୌଡ଼ରେ ଯୀଶୁଙ୍କୁ ଆଗେ ରଖିବା ଦରକାର ଅଟେ। ଆପଣ ଯଦି ଚର୍ଚ୍ଚ ସଫା କରୁଛନ୍ତି ସେଇଟା ମଧ୍ୟ ଆପଣଙ୍କର ଗୋଟେ ସେବା। ଆପଣ ଯଦି କୌଣସି ଲୋକ କିଛି ଖାଇବାକୁ ଦଉଛନ୍ତି ସେଇଟା ମଧ୍ୟ ଗୋଟେ ସେବା। ଆପଣ ଯଦି କିଛି ଈଶ୍ୱରଙ୍କର ସମ୍ବନ୍ଧୀୟ କାର୍ଯ୍ୟ କରୁଛନ୍ତି ତାହା ମଧ୍ୟ ଏକ ସେବା। ପ୍ରିୟମାନେ, ମୁଁ ଗୋଟେ କାହାଣୀ ଶୁଣିଥିଲି ଆପଣଙ୍କୁ କହିବାକୁ ଚାହେଁ। ଜଣେ ବ୍ୟକ୍ତି ଆଉ ଗୋଟେ ଚର୍ଚ୍ଚରେ ଯାଇ ଲେଟ୍ରିନ୍ ଦଉଥିଲେ। ସେତେବେଳେ ବାଳକ ଆଜ୍ଞା ଆସିଲେ ଆଉ ଦେଖିଲେ ସେ ବହୁତ ସୁନ୍ଦର ଡ୍ରେସ ପିନ୍ଧିଛନ୍ତି ଆଉ ସବୁ ରବିବାର ଦିନ ସେ ତାଙ୍କ ଟଏଲେଟକୁ ଧୁଅନ୍ତି। ପଚାରିଲେ, ସେ ପଚାରୁ ସେ କହିଲେ ତୁମେ କାହିଁକି ଏ କାମ କରୁଛ? ଦେଖିବାକୁ ବହୁତ ସୁନ୍ଦର ସୁନ୍ଦର ଡ୍ରେସ ପିନ୍ଧିଛନ୍ତି। ସେତେବେଳେ ସେ କହିଲେ ଯେ ନା, ମୁଁ ମୋ ଡ୍ୟୁଟିରୁ ଛାଡିକି ଆଉ ରବିବାର ଦିନ ସେଦିନ ମୁଁ ଛୁଟି ନେଇ ଆସି ମୁଁ ସେବା କରୁଛି, ମୁଁ ଏଥିପାଇଁ ମୁଁ ଆସିଛି କାମ କରୁଛି। ସେ କହିଲେ ନାହିଁ କଣ ସେ କାମ କରୁଛନ୍ତି, କିନ୍ତୁ ସେ ସବୁ କଥା ସେ କହିଲା ପରେ ପାଳକ ବାବୁ ଜାଣିଲେ ସେ ଗୋଟେ ବହୁତ ବଡ ଅଫିସର, ଜଣେ ଉଡାଜାହାଜ ଚଲେଇବା ପାଇଲଟ, କିନ୍ତୁ ମଣ୍ଡଳୀର ସେବା କରିବା ପାଇଁ ସେ ନିଜକୁ ସମର୍ପିତ କରିଛନ୍ତି। ଆମର ପରି ଲୋକ ହେଇଥିଲେ ମୁଁ ଟଏଲେଟ ସଫା କରିବି, ମୁଁ ଘର ଝାଡୁ କରିବି, ମୁଁ ଘଣ୍ଟି ମାରିବି, ମୁଁ ଲୋକକୁ ଡାକିବି, ଏତେ ବଡ ପଦରେ ଥାଇ ମୁଁ ବସିଥିବି, ଲୋକ କରିବେ। ମାନେ ସେବକ ଜୀବନ, ଖ୍ରୀଷ୍ଟିଆନ ଜୀବନ ଏକ ସେବକ ଜୀବନ। ସେବକର ଜୀବନ ଏକ ଆଉ ଦାସତ୍ୱର ଜୀବନ, ଯାହା ଯୀଶୁ ନିଜେ ଶିଖେଇଛନ୍ତି। ଶିଷ୍ୟମାନଙ୍କୁ ଆପଣା ପାଦ ଧୋଇଦେଲେ। ଏତେ ବଡ ପ୍ରଭୁ, ସ୍ୱର୍ଗ ପୃଥିବୀର ଅଧିକାରୀ, ସେ ନିଜକୁ ନଗଣ୍ୟ ମନେ କଲେ। ଫିଲିପି ପୁସ୍ତକରେ ଲେଖାଯାଏ ସେ ନିଜକୁ ଦାସ ରୂପ ଧାରଣ କଲେ, ନିଜକୁ ନମ୍ର କଲେ। ସେଥିପାଇଁ ପରମେଶ୍ୱର ତାଙ୍କ ନାମକୁ ଉନ୍ନତ କଲେ, ଉଚ୍ଚ କଲେ। ଆଜି ପ୍ରତ୍ୟେକ ଜାନୁ ତାଙ୍କ ସମ୍ମୁଖରେ ନତ ହଉଛି, ପ୍ରତ୍ୟେକ ମୁଖ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବୋଲିକି ସ୍ୱୀକାର କରୁଛି। ଆମ ଦୌଡ଼ରେ ଆମେ ନିଜକୁ ନଗ୍ନ ମନେ କରିବାକୁ ଅଛି ଖ୍ରୀଷ୍ଟିଆନ ଜୀବନରେ। ତେବେ ପ୍ରଭୁ ଆମମାନଙ୍କର ସହବର୍ତ୍ତୀ ହେବେ। ସେ କେବେ ମଧ୍ୟ ଆମମାନଙ୍କ ସେବାର ଫଳକୁ ସେ ନ ଦେଇ ସେ ରହିବେ ନାହିଁ। ପ୍ରିୟ ମାନେ, ଆପଣ ମାନଙ୍କ ପାଇଁ ଆଜି ମୁଁ ଗୋଟେ ଚ୍ୟାଲେଞ୍ଜ କଥା କହୁଛି। ଆଜି ଆପଣ ଆରମ୍ଭ କରନ୍ତୁ ଆପଣଙ୍କର ନମ୍ର ଜୀବନ। ଆଜି ଆପଣ ଆରମ୍ଭ କରନ୍ତୁ ଆପଣଙ୍କର ଜୀବନକୁ ଶୃଙ୍ଖଳିତ ଭାବରେ ପ୍ରଭୁଙ୍କ ସେବା କରିବା ପାଇଁ। ପରମେଶ୍ୱର ଆସନ୍ତା କାଲି ଆପଣଙ୍କୁ ଉନ୍ନତ କରିବେ। ସେ ଉନ୍ନତ ଦେବା ପରମେଶ୍ୱର, ସେବା କରିଥିବା ଲୋକମାନଙ୍କ ପାଇଁ ସେ ଆଶୀର୍ବାଦ କରିଥିବା ପରମେଶ୍ୱର, ସେ କେବେ ମଧ୍ୟ ଆପଣଙ୍କର ପୁରସ୍କାରକୁ ଆପଣଙ୍କ ଠାରୁ ସେ ହରେଇବେ ନାହିଁ। ସେଥିପାଇଁ ଆମମାନଙ୍କ ଜୀବନରେ ସବୁବେଳେ
ଏଇ କଥା ଚିନ୍ତା କରିବାକୁ ପଡିବ। ଆମ ଦୌଡ଼ରେ ଆମମାନଙ୍କ ଜୀବନରେ ସେବକ ମନୋଭାବ, ସେବାର ମନୋଭାବ ରହିବା ଆବଶ୍ୟକ ଅଟେ। ଚତୁର୍ଥ ବିଷୟ, ଫିଲିପିଓ 3:14 କେହି ଜାଣି ପଡିନି। ପଶ୍ଚାତ୍ ବିଷୟ ସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଈଶ୍ୱରଙ୍କ ସ୍ୱର୍ଗୀୟ ଆହ୍ୱାନର ପଣ ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡୁଅଛି। ଥ୍ୟାଙ୍କ ୟୁ ମା। ଚତୁର୍ଥ ପଏଣ୍ଟ ହଉଛି ପଛରେ ଥିବା ବିଷୟ ସବୁ ଭୁଲି ଯିବାକୁ ପଡିବ। ଆମମାନଙ୍କର ପୂର୍ବ ଜୀବନ କଥାକୁ ଭୁଲି ଯିବାକୁ ପଡିବ। ପ୍ରେରିତ ପାଉଲ ସେ ଫିଲିପ ମଣ୍ଡଳୀକୁ ଲେଖୁଛନ୍ତି। ଫିଲିପିଓ ମଣ୍ଡଳୀ ତାଙ୍କର ଗୋଟେ ଅତ୍ୟନ୍ତ ସୁନ୍ଦର ମଣ୍ଡଳୀ ଥିଲା, ଯାହା ପାଇଁ ସେ ଅତ୍ୟନ୍ତ ସୁନ୍ଦର କଥା ଗୁଡାକ ଲେଖିଛନ୍ତି। ଇଭେନ ସେ ଜେଲରେ ଥାଇ ମଧ୍ୟ ସେ କହନ୍ତି ମୁଁ ଆନନ୍ଦ କରିଛି। ସେ ଆନନ୍ଦର ସହିତ ତାଙ୍କୁ ଲେଖୁଛନ୍ତି ଯେ ପ୍ରିୟମାନେ, ତୁମେ ଲକ୍ଷ୍ୟ ସ୍ଥଳକୁ ଦୌଡ଼ିବାକୁ ପଡିବ, ଆଉ ପୁରୁଣା କଥା ସବୁ ଭୁଲି ଯିବାକୁ ପଡିବ। ପୁରୁଣା କଥା ସବୁବେଳେ ଈଶ୍ୱରଙ୍କ କାର୍ଯ୍ୟରେ ବାଧା ଦେଇଥାଏ। ଆମେ ବେଳେ ବେଳେ ପଡୋଶୀ ହେଇକି ମଧ୍ୟ ଆମେ ପୁରୁଣା କଥାକୁ ମନେ ପକେଇ ଆମେ କ୍ରୋଧ କରିଥାଉ। ବେଳେ ବେଳେ ଆମମାନଙ୍କ ପୁରୁଣା ଆଉ କୌଣସି ଏକ ଘଟଣାକୁ ନେଇ ଆମେ ପରସ୍ପର ମଧ୍ୟରେ ସୁସମ୍ପର୍କ ରଖିନଥାଉ। ସେଇ କଥା ପ୍ରେରିତ ପାଉଲ ଲେଖୁଛନ୍ତି। ଭଲ କଥା ତମେ ଦୌଡୁଛ, କିନ୍ତୁ ତୁମ ଦୌଡ଼ରେ ସିଦ୍ଧି ଲାଭ କରିବା ପାଇଁ ହେଲେ ତୁମେ କଣ କରିବାକୁ ପଡିବ? ତୁମେ ପୁରୁଣା ବିଷୟ ସବୁ ଭୁଲିବାକୁ ପଡିବ। ବେଳେ ବେଳେ ଆମେ ପୁରୁଣା ବିଷୟ ଆମକୁ ଏଇ ପ୍ରକାର କରିଦିଏ ଯେ ଆମମାନଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବା ପାଇଁ ବି ଆମମାନଙ୍କୁ ଦେଇନଥାଏ, ବାଧା ଦେଇଥାଏ, କଷ୍ଟ ଦେଇଥାଏ, ଆମମାନଙ୍କୁ ସେଥିରୁ ନିବୃତ୍ତ କରିଥାଏ। ଦିନକର ଘଟଣା, ଅବ୍ରାହମ ଓ ଲୋଟଙ୍କର ଆଉ ଦାସ ମାନେ ଝଗଡା ଝାଟି ହେଲେ। ଏଇ କଥା ଅବ୍ରାହମଙ୍କ କାନକୁ ଆସିଲା। ସେତେବେଳେ ସାଙ୍ଗେ ସାଙ୍ଗେ ଅବ୍ରାହମ କଣ କଲେ ନା ତାଙ୍କ ପୁତୁରା ଲୋଟକୁ ଡାକି ସେ ସ୍ଥିର କଲେ। ସେ ଶୁଣିଥିଲେ ପୁରୁଣା କଥା ସବୁକୁ ଆଗକୁ ଆଣି ତାକୁ ସ୍ଥିର କରିବାକୁ ପଡିବ। ଆମ ଭିତରେ ସମାଧାନ ହେବାକୁ ପଡିବ। ସେଥିପାଇଁ ସେ ସମାଧାନ କଲେ ଆଉ କହିଲେ, ବାବୁ, ତୁମର ଆମର ପଶୁପାଳକ ପାଳ ମଧ୍ୟରେ ଯୋଉ ଯୁଦ୍ଧ ହେଇଛି, ସେମାନଙ୍କ ଭିତରେ ଯୋଉ ଝଗଡା ହେଇଛି, ତାକୁ ଆମେ ସମାଧାନ କରିବାକୁ ପଡିବ। ସାଙ୍ଗେ ସାଙ୍ଗେ ସେ ସମାଧାନ କଲେ। ପ୍ରିୟମାନେ, ପଛ ବିଷୟକୁ ସବୁବେଳେ ଆମକୁ ଭୁଲିବାକୁ ପଡିବ। ସେଥିପାଇଁ ପରମେଶ୍ୱର ଅବ୍ରାହମକୁ ଆଶୀର୍ବାଦ କଲେ। ଆଉ ଯେତେବେଳେ ସେ ଦେଖିଲେ, କହିଲେ ଆମ ଭିତରେ କାହିଁକି ଝଗଡା? ଆଜିଠାରୁ ଆମେ ଅଲଗା ହବା। ତୁମେ ଗୋଟେ ରାସ୍ତାକୁ ଯାଅ, ମୁଁ ଗୋଟେ ରାସ୍ତାକୁ ଯିବି। ସେତେବେଳକୁ ସେ କହିଲେ ଯେ ତୁମେ ବାଛ, ତୁମେ କେଉଁ ରାସ୍ତାକୁ ମନୋନୀତ କରିଛ? ସେତେବେଳେ ଲୋଟ ଦେଖିଲେ ବହୁତ ସୁନ୍ଦର ସ୍ଥାନକୁ ସେ ବାଛିଲେ। ପ୍ରିୟମାନେ, ଆପଣଙ୍କର ମନୋନୟନ ବେଳେ ବେଳେ ଆପଣଙ୍କୁ ନଷ୍ଟ କରିଥାଏ। ଆମମାନଙ୍କର ମନୋନୟନ ଆମମାନଙ୍କୁ ଭୁଲ ରାସ୍ତାରେ ନେଇଥାଏ। ଆମେ ଯେତେବେଳେ ଈଶ୍ୱର ପ୍ରିୟ ନ ହେବା, ତେବେ ଲକ୍ଷ୍ୟ ସ୍ଥାନରେ ପହଞ୍ଚି ପାରିବା ନାହିଁ, ମୁକୁଟ ପାଇପାରିବା ନାହିଁ। ଆଜି ଆପଣଙ୍କ ପାଇଁ, ମୋ ପାଇଁ ଏକ ସତର୍କ ବାଣୀ। ଆମେ ବେଳେ ବେଳେ ଆମେ ଭୁଲି ନଥାଉ, ଆମେ ବେଳେ ବେଳେ ମନେ ପକେଇଥାଉ, କିନ୍ତୁ ଈଶ୍ୱରଙ୍କର ବାକ୍ୟ ଆଜି ଆମମାନଙ୍କୁ କହେ ଯେ ଆମର ପୁରୁଣା ଜିନିଷ ସବୁ ଆମେ ଭୁଲି ଯିବାକୁ ପଡିବ। ହୁଏତ କ୍ରୋଧ, ହୁଏତ ରାଗ, ହୁଏତ ଆମମାନଙ୍କର ଭୁଲ କାମ, ଏସବୁ ଆମେ ଭୁଲି ଯିବା ପାଇଁ ଚେଷ୍ଟା କରିବା। ଆଉ ଆମମାନଙ୍କର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଲକ୍ଷ୍ୟ କରି ଆମେ ଆଗକୁ ବଢିବା। ତେବେ ପ୍ରେରିତ ପାଉଲ ସେଥିପାଇଁ କହୁଛନ୍ତି, ତୁମର ଲକ୍ଷ୍ୟ ଭଲ, ତୁମର ଦୌଡ଼ ଭଲ, କିନ୍ତୁ ପୁରୁଣା ବିଷୟ ସବୁକୁ ତୁମେ ଛାଡିବାକୁ ପଡିବ। କିଛି ଲାଭ ନାହିଁ ରଖିକରି। ତୁମେ ଯଦି ପୁରୁଣା ବିଷୟ ରଖିବ, ତାହେଲେ ତୁମେ ପରାସ୍ତ ହେଇଯିବ, ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ ନାହିଁ। ବେଳେ ବେଳେ ଯାହା ଆମମାନଙ୍କ ପାଇଁ ଲାଭଜନକ ନୁହେଁ, ତାହା ଆମମାନେ ଧରି ରଖିଥାଉ, ତାହା କେବେ ବି ଆମମାନଙ୍କ ଜୀବନରେ ସଫଳତା ଦିଏ ନାହିଁ। ସମୟ ଅଧିକ ହେଉଛି, ସେଥିପାଇଁ ମୁଁ ଆଉ ଗୋଟେ ଦୁଇ ପଦ କହିକି ବନ୍ଦ କରିବାକୁ ଚାହେଁ। ଆଉ ପଞ୍ଚମ ବିଷୟ ଆମମାନେ ଦେଖିବା ଯେ ସେଇ ପ୍ରଥମ ତିମୋଥୀ 6:10-11 ପର୍ଯ୍ୟନ୍ତ କେହି ଜଣେ ମତେ ପଢି ଦିଅନ୍ତୁ।
କାରଣ ଧନ ଲୋଭ ସମସ୍ତ ଅନିଷ୍ଟର ମୂଳ। କେହି କେହି ସେଥିରୁ ଆସକ୍ତ ହୋଇ ବିଶ୍ୱାସ ତ୍ୟାଗ କରି ପଥଭ୍ରଷ୍ଟ ହୋଇଅଛନ୍ତି, ପୁଣି ବହୁ ଦୁଃଖରେ ଆପଣା ଆପଣା ହୃଦୟ ବିଦୀର୍ଣ୍ଣ କରିଅଛନ୍ତି। କିନ୍ତୁ ହେ ଈଶ୍ୱରଙ୍କ ଲୋକ, ତୁମ୍ଭେ ଏହି ସମସ୍ତରୁ ପଳାୟନ କରି ଧାର୍ମିକତା, ଈଶ୍ୱର ପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ ଓ ସହିଷ୍ଣୁତାର ଅନୁଗାମୀ ହୁଅ। Thank you, ମା। ପଞ୍ଚମ ବିଷୟ ହଉଛି ଧନ ଲୋଭ ଶୂନ୍ୟ ହେବା। ଏ ଧନ ଲୋଭରେ ଅନେକ ଲୋକ ନଷ୍ଟ ହେଇଛନ୍ତି। ଧନ ଅନେକ ଖ୍ରୀଷ୍ଟୀୟ ଜୀବନକୁ ଚୁରମାର କରିଦେଇଛି। ପ୍ରଥମତଃ ଆମେ ଦେଖୁ ଯେ ଲୋଟଙ୍କର ସମୟରେ ଲୋଟ ଯେତେବେଳେ ସୋଦମ ଗମୋରାରେ ଥିଲେ, ଈଶ୍ୱର ତାଙ୍କୁ ବାହାର କରି ଆଣିବାକୁ ଚେଷ୍ଟା କଲେ, କିନ୍ତୁ ବହୁତ କଷ୍ଟ ହେଲା। ଶେଷରେ ଦୂତ ହାତ ଧରି ତାଙ୍କୁ ଆଣିଲେ। ସେଇ ସମୟରେ ଅଧା ବାଟକୁ ଆସିଲା ବେଳକୁ ତାଙ୍କ ସ୍ତ୍ରୀ ପଛକୁ ଅନଉଛନ୍ତି। ହୁଏତ ଆଜିର ଦିନରେ ତାଙ୍କର ଗୋରୁ ଗାଈ, ତାଙ୍କର ମେଣ୍ଢା ଛେଳି, ତାଙ୍କର ଓଟ, ହୁଏତ ସେ ବହି ଆଣି ପାରିନଥିବେ, ତାଙ୍କର ପାଠ ଶାଢୀ, ତାଙ୍କର ଫ୍ରିଜ, ତାଙ୍କର ଦାମିକିଆ ଜିନିଷ ସବୁକୁ ସେ ମନେ ପକାଉଛନ୍ତି। ଓ ମୁଁ ଏତେ ସବୁ ଜିନିଷ ମୁଁ ରଖିଥିଲି ସେଠି, ଜଳି ଯାଉଛି, ତାହା ନଷ୍ଟ ହେଇଯାଉଛି, ତାହା ପୁରୁଣା ଜିନିଷକୁ ମନେ ପକାଉଛନ୍ତି। ବାଇବେଲରେ ଲେଖାଯାଏ ଧନ ଅନିଷ୍ଟର ମୂଳ କାରଣ। ମୁଁ କହୁନାହିଁ ଧନ ଖରାପ ଜିନିଷ, କିନ୍ତୁ ଧନ ଈଶ୍ୱରଙ୍କ ରାଜ୍ୟ ପାଇଁ, ଖ୍ରୀଷ୍ଟୀୟ ଜୀବନ ପାଇଁ ଏକ ଉପକାରୀ ଧନକୁ ଆମେ ସବୁ ସଂଗ୍ରହ କରିବାକୁ ପଡିବ। ପ୍ରିୟମାନେ, ଧନ କେବେ ମଧ୍ୟ ଆଉ ଆମମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପହଞ୍ଚେଇବ ନାହିଁ। ତେଣୁକରି ତଳେ ଲେଖାଯାଏ ଧାର୍ମିକତା, ଈଶ୍ୱର ପରାୟଣତା, ବିଶ୍ୱାସ, ପ୍ରେମ, ଧୈର୍ଯ୍ୟ, ଏସବୁ ଈଶ୍ୱରଙ୍କ ରାଜ୍ୟରେ ଆମମାନଙ୍କୁ ଯିବା ପାଇଁ ସାହାଯ୍ୟ କରେ। ପ୍ରେରିତ ପାଉଲ କହନ୍ତି ତିମୋଥୀଙ୍କୁ, ବାବୁ ମୋ ପ୍ରିୟ ପୁତ୍ର, ଧନ ଲୋଭ ଶୂନ୍ୟ ହେବାର ଅଛି। ଖ୍ରୀଷ୍ଟିଆନ ଜୀବନରେ ଯୋଉମାନେ ଧନକୁ ନିଜର କରନ୍ତି ସେମାନେ ହୁଏତ ହରାନ୍ତି, ଯୋଉମାନେ ଧନକୁ ପର କରନ୍ତି ସେମାନେ ଧନକୁ ପାଆନ୍ତି। ତେଣୁ ମୁଁ ଆଜି ଆପଣମାନଙ୍କୁ ଏଇ ଚ୍ୟାଲେଞ୍ଜ ଦେବାକୁ ଚାହେଁ ଯେ ଆମମାନେ ଧନ ଲୋଭ ଶୂନ୍ୟ ହେବାକୁ ପଡିବ। ଧନ କ୍ଷଣକାଳ ସ୍ଥାୟୀ। ହିତୋପଦେଶ ତାର 27-24 ପଦରେ ଲେଖାଯାଏ, ଧନ ଅଳ୍ପ ସମୟ। ଆପଣ ଟିକେ କାଢିକିରି ପଢନ୍ତୁ ଦୟାକରି, ହିତୋପଦେଶ ତାର 27 ଅଧ୍ୟାୟର 24 ପଦକୁ ପଢନ୍ତୁ। କାରଣ ସମ୍ପତ୍ତି ଅନନ୍ତ କାଳ ସ୍ଥାୟୀ ନୁହେଁ, ଓ ମୁକୁଟ କଣ ପୁରୁଷାନୁକ୍ରମରେ ଥାଏ? ସମ୍ପତ୍ତି ଅନନ୍ତ କାଳ ସ୍ଥାୟୀ ନୁହେଁ। ଅନେକ ଲୋକ ଭାବନ୍ତି ଏ ସମ୍ପତ୍ତି ମୁଁ, ମୋର ପିଲା, ମୋର ନାତି, ମୋର ନାତୁଣୀ, ମୋର ଘର ଦ୍ୱାର ଚିରସ୍ଥାଳ କାଇ ମୁଁ ଛାଡିକି, ସେ ଛାଡି ଯିବା ପାଇଁ ଲୋକ ଅନେକ ସମୟରେ ଚିନ୍ତା କରନ୍ତି ନାହିଁ। ଏଇଟାକୁ ମୁଁ ଧରି ହିଁ ଯିବି ବୋଲିକିରି ଭାବନ୍ତି। ପ୍ରିୟମାନେ, ଜ୍ଞାନୀ ସୋଲୋମନ, ଯାହାଙ୍କର ଧନ ସମ୍ପତ୍ତି ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ, ସେ କହନ୍ତି ଯେ ସମ୍ପତ୍ତି ଅନନ୍ତ କାଳ ସ୍ଥାୟୀ ନୁହେଁ, ଧନ ଅନନ୍ତ କାଳ ସ୍ଥାୟୀ ନୁହେଁ। ତେବେ ଆଜି ମଧ୍ୟ ଆମମାନଙ୍କୁ ପ୍ରଭୁ ଏଇ କଥା କହନ୍ତି ଯେ ଆମେ ଧନ ଲୋଭୀ ଶୂନ୍ୟ ହେବା ଦରକାର ଅଛି। ବାଇବେଲରେ ଅନେକ ଉଦାହରଣ ଅଛି। ଇଭେନ ଏବେ ଜଷ୍ଟ ମୁଁ କହିଲି, ଆଉ ଧନରେ ଦେଖୁଛୁ ଅବ୍ରାହମ ଆଉ ଲୋଟଙ୍କ ମଧ୍ୟରେ ଭାଗ ହେଲା ପରେ ଆଉ ସୁନ୍ଦର ସ୍ଥାନକୁ ବାଛିଲେ ଲୋଟ, କିନ୍ତୁ ତାଙ୍କର ଯେତେ ସବୁ ସୁନ୍ଦର ସ୍ଥାନ ସବୁ ଥିଲା ସେଟା ବ୍ୟଭିଚାରୀ ମାନଙ୍କର ସ୍ଥାନରେ ପରିଣତ ହେଲା। ସେଠାରେ ମନ୍ଦ ଲୋକମାନେ ସୃଷ୍ଟି ହେଲେ, ଭୁଲ ଲୋକମାନେ ଜାତ ହେଲେ। ଯୋଉ ଜାଗାରେ ଖାଲ ଢେପ କୌଣସି ଆଉ କାର୍ଯ୍ୟକାରୀ ହେବା ପାଇଁ ବୋଲିକି ସେ ଭୂମି ନଥିଲା, ଏଇ ପ୍ରକାର ଭୂମିକୁ ଅବ୍ରାହମ ବାଛିଲେ, କିନ୍ତୁ ସେଠାରେ ଈଶ୍ୱର ପ୍ରିୟ ଲୋକମାନେ ବାହାରିଲେ। ଲେଖାଯାଏ ଅବ୍ରାହମ ଯୋଉ ଆଡେ ଗଲେ ସେଇ ଜାଗାରେ ବେଦୀ ନିର୍ମାଣ କରି ଈଶ୍ୱରଙ୍କର ପ୍ରଶଂସା କଲେ। କିନ୍ତୁ ଯୋଉଠି ଲୋଟ ଥିଲେ ସେଇ ଲୋଟଙ୍କ ସ୍ଥାନରେ ଅଧାର୍ମିକ ମାନେ ତିଆରି ହେଲେ, ଅଧାର୍ମିକ ମାନେ ଜନ୍ମ ହେଲେ, ମନ୍ଦ ଲୋକମାନେ ବାହାରିଲେ। ପ୍ରିୟମାନେ, ଆମର ଆଖିର ସୁନ୍ଦରତା, ଆମର ଆଖିର ନୟନର ଲୋଭତା ଆମମାନଙ୍କୁ କେବେ ବି ଈଶ୍ୱର ପ୍ରିୟ କରାଇ ପାରେ ନାହିଁ, ଈଶ୍ୱରଙ୍କ ଠାରୁ ସବୁବେଳେ ଦୂରରେ ରଖେ। ତେଣୁ ଧନ ଏକ ଏଇ ପ୍ରକାର ଜିନିଷ ଯାହା ଆମ ଦୌଡ଼ରେ ବାଧା ଦେଇଥାଏ। ଧନ ଖରାପ ନାହିଁ, କିନ୍ତୁ ଧନକୁ
आमे उत्तम रूपे आमे व्यवहार करबा को पड़िबो। षष्ठ विषय एवरी 12 रो एक आउ थरे पढ़ि दियंतु मा। ଅତଏବ ଏଡେ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। तेबे एटी लेखा जाय दुईटी कथा, गोटे होची पाप आ गोटे होची भार। तेबे आम माने सबू आम मानकर पाप आ भार प्रभु को ठारे यीशु को ठारे आम माने समर्पण परिवार आवश्यकता अटे। जଣେ ଦୌଡାଳି ତାର ନିଜର ପାପ ଭାରକୁ ନେଇ ସେ ଆଗକୁ ଯାଇପାରିବ ନାହିଁ। ପ୍ରଥମ ପିତର 5:7 ପଦରେ ଲେଖା ହେଇଛି, ତୁମାନେ ସମସ୍ତେ ତାଙ୍କୁ ଆପଣ ଭାର ପକାଅ, ତହିଁରେ ସେ ଆପଣର ଭାର ସମ୍ଭାଳିବେ। ଏମାନଙ୍କର ଭାର ସମ୍ଭାଳିବା ପରମେଶ୍ୱର ସେ ଆମମାନଙ୍କୁ ସେ ଭାର ସମ୍ଭାଳି ଆମମାନଙ୍କୁ ସୁରକ୍ଷତା ଦେବେ। ତେବେ ପ୍ରିୟମାନେ, ସମୟ ଅଭାବରୁ ମୁଁ ଆଗକୁ ଗତି କରିବାକୁ ଚାହୁଁନାହିଁ। ଆମମାନଙ୍କ ଜୀବନରେ ଆମେ ଚିନ୍ତା, ଭାର, ଦୁଃଖ ଯାହା ସବୁ ଅଛି ଆମେ ଯୀଶୁଙ୍କ ନିକଟରେ ଆମେ ରଖିବାକୁ ପଡିବ। ତେବେ ପ୍ରଭୁ ଆମମାନଙ୍କୁ ଆମ ଜୀବନରେ ସଫଳତା ଦେବେ। ସପ୍ତମ ବିଷୟ ଆଉ ଥରେ ସେଇ ଏଭ୍ରି 12 ର 1 ପଦ ପଢନ୍ତୁ ମା, ଆଉ ଥରେ ପ୍ଲିଜ। ଅତଏବ ଏଡେ ବୃହତ୍ ମେଘତୁଲ୍ୟ ସାକ୍ଷୀମାନଙ୍କ ଦ୍ୱାରା ବେଷ୍ଟିତ ହେବାରୁ ଆସ ଆମ୍ଭେମାନେ ପ୍ରତ୍ୟେକ ଭାର ଓ ସହଜରେ ବେଷ୍ଟନକାରୀ ପାପ ପରିତ୍ୟାଗ କରି ବିଶ୍ୱାସର ନେତା ଓ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି ଧୈର୍ଯ୍ୟ ସହକାରେ ଆମ୍ଭମାନଙ୍କ ଗନ୍ତବ୍ୟ ପଥରେ ଧାବମାନ ହେଉ। ଲେଖାଯାଏ ଯେ ସିଦ୍ଧିଦାତା ଯୀଶୁଙ୍କୁ ଲକ୍ଷ୍ୟ କରି, ଅର୍ଥାତ୍ ସପ୍ତମ ବିଷୟ ହଉଛି ଜଣେ ଖ୍ରୀଷ୍ଟିଆନ ଜୀବନରେ ଯୀଶୁଙ୍କୁ ଦେଖିବାର ଅଛି, ଯୀଶୁଙ୍କୁ ଲକ୍ଷ୍ୟ କରିବାର ଅଛି। ସବୁ ବିଷୟକୁ ଛାଡି ଯୀଶୁଙ୍କୁ ଲକ୍ଷ୍ୟ କରିବାର ଅଛି। ଆମମାନଙ୍କ ରେସରେ, ଆମମାନଙ୍କ ଦୌଡ଼ରେ ଯୀଶୁ ଆମମାନଙ୍କର ସବୁ କିଛି ଅଟନ୍ତି। ଜଗତର ସବୁ ଜିନିଷ ପଛରେ, ବାକି ଆମେ ଯେତେବେଳେ ଯୀଶୁଙ୍କୁ ଦେଖିବା ତେବେ ଯୀଶୁ ଆମମାନଙ୍କୁ ଆଶୀର୍ବାଦ କରିବେ। ଦିନକର ଘଟଣା ଆମେ 3 ଅଧ୍ୟାୟ ପ୍ରେରିତ ପୁସ୍ତକରେ ଦେଖିପାରୁଛୁ ଯେ ଜଣେ ଭିକାରୀ ପ୍ରେରିତ ଯୋହନ ପିତରଙ୍କୁ ଯାଇ କହୁଛନ୍ତି, ମତେ କିଛି ଦିଅ। ସେମାନେ କହିଲେ, ଆମ ଆଡକୁ ଚାହଁ। ତାଙ୍କଠାରେ ଯୀଶୁଙ୍କର ଶକ୍ତି ଥିଲା। ଯେତେବେଳେ ଯୀଶୁଙ୍କ ଆଡକୁ ଆମେ ଚାହିଁବା, ଯୀଶୁ ଆମମାନଙ୍କୁ ସୁସ୍ଥ କରିବେ। ଯେତେବେଳେ ଯୀଶୁ ଆମକୁ ଚାହିଁବା, ଯୀଶୁ ଆମକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚେଇବେ। ଯେତେବେଳେ ଯୀଶୁଙ୍କ ଆଗକୁ ଆମେ ଚାହିଁବା, ଯୀଶୁ ଆମମାନଙ୍କର ଆବଶ୍ୟକତା ଠାରୁ ବଳି କରିଦେବେ। ବାଇବେଲରେ ଲେଖାଯାଏ ଯେ ତୁମେ ଭାବିବା ଚିନ୍ତିବା ଠାରୁ ସେ ଅଧିକ ତୁମମାନଙ୍କୁ ଦେବେ। ଦାଉଦ ଗୀତ ସଂହିତାରେ କହିଲେ ଯେ ମୁଁ ପର୍ବତ ଗଣା ଉର୍ଦ୍ଧ୍ୱ ଦୃଷ୍ଟି କରିବି, କେଉଁଠାରୁ ମୋର ସାହାଯ୍ୟ ଆସିବ। ଏବେ ଆପଣଙ୍କର ଆମର ଦେଖା, ଆମର ଚାହାଣୀ କାହା ଉପରେ? ଅନେକ ସମୟରେ ଆମେ ଅନ୍ୟକୁ ଦେଖିଥାଉ, ଆମଠାରୁ ଭଲ ଥିବା ଲୋକ ଦେଖିଥାଉ, ଆମଠାରୁ ମନ୍ଦ ଥିବା ଲୋକ ଦେଖିଥାଉ। ଆମେ ଅନ୍ୟ ଲୋକ ସାଙ୍ଗେ ତୁଳନା ହେବାକୁ ବି ଚେଷ୍ଟା କରିଥାଉ। ସେ ଲୋକ ଭଲ ଗୀତ ଗାଉଛି, ସେ ଲୋକ ଭଲ ପ୍ରଚାର କରୁଛି, ସେ ଭଲ ଧନ ଅର୍ଜନ କରୁଛି, ତାର ଉତ୍ତମ ସ୍ୱାସ୍ଥ୍ୟ, ଦେଖିବାକୁ ବହୁତ ସୁନ୍ଦର, ମୁଁ କିଛି ନାହିଁ। ପ୍ରିୟମାନେ, ଏସବୁ ବୃଥା ମାତ୍ର। ଯେତେବେଳେ ଆମେ ଯୀଶୁଙ୍କୁ ଦେଖିବା, ଯୀଶୁ ଆମମାନଙ୍କୁ ଅନୁଗ୍ରହ କରି ଆଶୀର୍ବାଦ କରିବେ। ସମସ୍ତ ସ୍ୱର୍ଗର ବରଦାନ ଆମମାନଙ୍କୁ ପ୍ରଦାନ କରିବେ। ପ୍ରଭୁ ଆମମାନଙ୍କୁ ଏଇ ଛୋଟିଆ ଚିନ୍ତାର ଆଶୀର୍ବାଦ କରନ୍ତୁ, ଅନୁଗ୍ରହ କରନ୍ତୁ। ସମସ୍ତଙ୍କୁ ଆମମାନଙ୍କୁ ଏ ଖ୍ରୀଷ୍ଟୀୟ ଦୌଡ଼ରେ ଏଇ 7ଟି ଚିହ୍ନ ଦେଇ ଆମମାନଙ୍କୁ ବ୍ୟବହାର କରନ୍ତୁ। ନମ୍ବର 1 ମୁଁ କହିଲି ଧୈର୍ଯ୍ୟ। 2 କଥା ହଉଛି ଆମମାନଙ୍କର ଲକ୍ଷ୍ୟ। 3 ନମ୍ବର କଥା ହଉଛି ଆମେ ନିଜକୁ ନଗଣ୍ୟ ମନେ କରିବା। 4ର୍ଥ କଥା ମୁଁ କହିଲି ପଛ ବିଷୟକୁ ଭୁଲିଯିବା। 5ମ କଥା କହିଲି ଧନ ଲୋଭ ଶୂନ୍ୟ ହେବା। 6ଠ କଥା କହିଲି ଆମମାନଙ୍କର ପାପ ଭାର ସବୁ ଯୀଶୁଙ୍କ ଉପରେ କହିବା। 7ମ କଥା ମୁଁ କହିଲି ଆମେ ଯୀଶୁଙ୍କୁ ଅନେଇବା। ଯଦି এই ପ୍ରକାର ଆମମାନଙ୍କ ଜୀବନ କାଟିବା, ତେବେ ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରିବେ। ପ୍ରଭୁ ଆମ ସମସ୍ତଙ୍କୁ এই ଛୋଟିଆ ଚିନ୍ତାର ଆଶୀର୍ବାଦ କରନ୍ତୁ। ଆଉ ଥରେ ମତେ ସୁଯୋଗ ଦେଇଥିବା ପ୍ରଭୁଙ୍କ ଦାସ ହୋଷ୍ଟ ଆଜ୍ଞାଙ୍କୁ, ସମୀର ଆଜ୍ଞାଙ୍କୁ, ଆପଣ ସମସ୍ତଙ୍କୁ ମୋର ନମସ୍କାର ଜଣାଇ ପ୍ରଭୁଙ୍କର ବାକ୍ୟକୁ ମୁଁ ଏଇଠି ରଖିଲି। ଧନ୍ୟବାଦ। धन्यवाद आज्ञा, अति सुंदर वाक्य द्वारा आपण आम समस्त को प्रभु चुणुले सहभागितार नेले आओ प्रभु को गौरव दिए, महिमा दिए। आओ वाक्य को आज परी दिन